অনেক দিনের ব্যবধান করে আমি সমস্ত করে গোটায় সূত্রে বাঁধিয়ে যাইছে অনুমতির আবশ্যক নাই, আবশ্যক হচ্ছে অধিকার না। যার যা কিছু কইবার ଅଛି ନିର୍ବିଘ୍ନରେ କହିବା। କଣ ବା କହିବି ମୁଁ? କେଉଁ ଶବ୍ଦ ମାନଙ୍କର ସାହାରା ନେଇ ମୋ ସ୍ୱାର୍ଥପରତାର ପରିଚୟ ଦେବି? ମୋ ନାଁ ମୋହନ, ଆପଣ କହନ୍ତି ମୁଁ ଭାରି ଅମାନ୍ୟା। ଏ ଅମାନ୍ୟା ସାନ ଭାଇଟାକୁ ଉଠି ଜପ ଭାବି କ୍ଷମା କରିଦିଅ ଭାଇ। ଏଥାଉ ଅମନ, ଆଉ କିଛି କହିବା ଆବଶ୍ୟକ ନାହିଁ। ଅମନ ଉଠ, ଉଠ ଅମନ ମୋର କିନ୍ତୁ ଅନେକ କଥା କହିବାର ଅଛି। ମୁଁ ଜାଣିଛି ତୁ ଯାହା କହିବୁ, ସେଥିରୁ ତ କଥା କହି ଲାଭ କଣ ଅଛି? ଲାଭ ସିନା ତମ ପାଇଁ ନାହିଁ, ହେଲେ ମୋ ପାଇଁ ଅନେକ ମୂଲ୍ୟ ଅଛି। ତା ନହେଲେ କରିଥିବା କୁକୁରକୁ ମୁଁ ପ୍ରାୟଶ୍ଚିତ କେମିତି କରିବି? ସାବତ ଭାଇ ହେବି, ତମେ ବାପର ସ୍ନେହ ଦେଇ ମତେ ଛୋଟରୁ ବଡ କରିଥିଲ, ହେଲେ ମୁଁ କଣ କଲି? ତମ ଦୁଃଖ ସମୟରେ ତମ ହାତ ଛାଡି ଚାଲିଗଲେ। ଆଉ ଏମିତି ଚାଲିଗଲେ ଯେ ମୋ ଭାଉଜ ଯିଏ ନିଜ ଝିଅଟି ପ୍ରତି ମତେ ଭଲ ପାଉଥିଲେ, ଶେଷରେ ତାଙ୍କ ପାଇଁ ମୁଁ କିଛି ବି କରିପାରିଲିନି। ଆଉ କିଛି କହିବା ଆବଶ୍ୟକ ନାହିଁ, ବରଂ ପାଟିର କଥାକୁ ପାଟି ଭିତରେ ରଖିଲେ ବହୁତ ଭଲ। ପାଠିର କଥା ସିନା ବନ୍ଦ ହେଇଯିବ, ହେଲେ ଅନୁଭବର କଥା ସାରା ଜୀବନ ହୃଦୟ ଭିତରେ ଗୁମୁରି ଗୁମୁରି ଚଳୁଥିବ। ମୁଁ ବି ବହୁତ ବଡ ଭୁଲଟେ କରିଥିଲି। ସେଦିନ ବୀରେନ୍ଦ୍ର ଚକ୍ରାନ୍ତ ଯଦି ବୁଝିପାରିଥାନ୍ତି, ତାହେଲେ ଏ ଘରୁ ସ୍ୱପ୍ନକୁ କେବେ ନେଇଯାଇନଥାନ୍ତି। ପାରିବେ ଯଦି ଆପଣଙ୍କ ବିଶାଳ ହୃଦୟରେ ମତେ ମଧ୍ୟ କ୍ଷମା କରିଦେବେ। କ୍ଷମା ମାଗିବାର ଏହି ପର୍ବରେ ମୁଁ ମଧ୍ୟ ସାମିଲ ହେବାକୁ ଇଚ୍ଛା କରେ। ଆରେ ନାଇଁ ନାଇଁ ମା, ତୁ ତ କିଛି ଭୁଲ କରିନୁ, ତୁ କାହିଁ କ୍ଷମା ମାଗିବୁ? କେମିତି ମୁଁ ଭୁଲ କରିବି? ମୁଁ ଭଲ ପାଇଥିଲି, ୟା ବୋଲି ମୋର କଣ ସବୁ କଥା ଜାଣିକି ଅମରକୁ ବାହା ହବାର ନଥିଲା? ଆଉ ତା ଛଡା ବୋହୂ ପଡ଼ିଆରେ ଏମିତି କୋଉ କର୍ତ୍ତବ୍ୟ ମୁଁ କରିଦେଇଛି? ମୋ ମତରେ ଆମେ ଆଉ ପଛ କଥା ଆଲୋଚନା କରିବା ଉଚିତ ନୁହେଁ। ଆଜି ଭଳି ଖୁସି ଦିନରେ ଆମେ ସମସ୍ତେ ଯେମିତି ଏକାଠି ଅଛେ, ଠିକ ସେମିତି ସବୁଦିନ ପରେ ଏକାଠି ରହିବାର ପ୍ରତିଶ୍ରୁତି ଦେବା। ଆଉ ମାନସିଂ ବଂଶର ସମ୍ମାନ କେମିତି ବଜାୟ ରହିବ ସେଇ ବିଷୟରେ ଚିନ୍ତା କରିବା। ମାନସିଂ ପରିବାରର ଦାୟିତ୍ୱ ନେବା ପାଇଁ ମୁଁ ଅକ୍ଷମ ଆଉ ଦୁର୍ବଳ। ଏଇ ମୁହୂର୍ତ୍ତଠାରୁ ମାନସିଂ ପରିବାର ଦାୟିତ୍ୱ ଅମନ ଉପରେ ନ୍ୟସ୍ତ କରୁଛି। ଅମନ ମୁରବିତ୍ତରେ ଆଉ ପୁଣି ସନ୍ଧ୍ୟାର ବାହାଘର ହବ। ତା ପୂର୍ବରୁ ମୁଁ କିଛି ୱିଲ୍ କରିସାରିଛି, ଯୋଉ ୱିଲ୍ କି ମୋ ବନ୍ଧୁ ଏ ଅଞ୍ଚଳର ନାମୀ ଦାମୀ ଓକିଲ ଦିବାକର ବାବୁ ଆପଣଙ୍କୁ ପଢି ଶୁଣେଇବେ। ଦିବାକର ବାବୁ ୱିଲ୍ଟିକୁ ସ୍ପଷ୍ଟ ଭାବରେ ପଢି ଶୁଣେଇ ଦିଅନ୍ତୁ। ଠିକ ଅଛି। ଶିବରାଜ ମାନସିଂଙ୍କ ପୁଅ ନାଗରାଜ ମାନସିଂ। ଶିବରାଜ ମାନସିଂ କଣ ପାଇଁ ଭାଗୀରଥୀ ମାନସିଂଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ସେ କଥା କେବଳ ସିଏ ଜାଣନ୍ତି। ତେବେ ମାନ୍ୟବର କୋର୍ଟ ଭାଗୀରଥୀ ବାବୁଙ୍କୁ ମାନସିଂ ଖାନଦାନରୁ ସମସ୍ତ ସମ୍ପର୍କ କାଟି ଦେଇଛନ୍ତି। ନାଗରାଜ ମାନସିଂଙ୍କର ପ୍ରଥମ ପତ୍ନୀଙ୍କର ପୁଅ ହେଉଛନ୍ତି ପୃଥ୍ୱୀରାଜ ମାନସିଂ, ଆଉ ଦ୍ୱିତୀୟ ପତ୍ନୀଙ୍କର ସନ୍ତାନ ହେଉଛନ୍ତି ଅମର, ସନ୍ଧ୍ୟା, ଅମର ଆଉ ସ୍ୱପ୍ନା। ମାନ୍ୟବର କୋର୍ଟ 10 ଏକର ଜମିଦାର କୋଠିକୁ ସମ୍ପୂର୍ଣ୍ଣ ନାଗରାଜ ମାନସିଂଙ୍କୁ ପ୍ରଦାନ କରିଛନ୍ତି। ତେଣୁ ଏହି 10 ଏକର ଜମିଦାର କୋଠିକୁ ପୁଣି ମାନ୍ୟବର କୋର୍ଟ 2 ଭାଗରେ ବାଣ୍ଟି ଦେଇଛନ୍ତି। 5 ଏକର ଭାଗ ପୃଥ୍ୱୀରାଜ ମାନସିଂଙ୍କର, ଅବଶିଷ୍ଟ 5 ଏକର ଅମର, ସନ୍ଧ୍ୟା, ଅମର ଆଉ ସ୍ୱପ୍ନାଙ୍କର। ମାତ୍ର ପୃଥ୍ୱୀରାଜ ମାନସିଂ ତାଙ୍କ ପ୍ରାପ୍ୟ 5 ଏକର ଅଂଶ ନେବା ପାଇଁ ଇଚ୍ଛା କରିନାହାନ୍ତି। ସମ୍ପୂର୍ଣ୍ଣ 10 ଏକର ଜମିଦାର କୋଠିକୁ ଅମର, ସନ୍ଧ୍ୟା, ଅମର ଆଉ ସ୍ୱପ୍ନା ନାଁରେ ୱିଲ୍ କରିଦେଇଛନ୍ତି। ହେଲେ ଭାଇ ଏମିତି କାହିଁକି କଲେ? ସିଏ କହିଲେ ସେ 4 ଜଣ ହଉଛନ୍ତି ମୋ ପୁଅ ଝିଅ। ସମ୍ପତ୍ତି ବାବୁଙ୍କର ସ୍ତ୍ରୀ ତ ଚାଲିଗଲେ, ଆଉ କେତେଟା ଦିନ ପରେ ମୁଁ ବି ଦୁନିଆ ଛାଡ଼ି ଚାଲିଯିବି। ମୁଁ ମରିଗଲା ପରେ ଏଇ ସମ୍ପତ୍ତି ପାଇଁ ସେମାନେ କୋର୍ଟକୁ ଦୂର ଦୂର ଥକି ପଡ଼ିବେ। ତେଣୁ ମୁଁ ବଞ୍ଚି ଥାଉ ଥାଉ ସମସ୍ତ ସମ୍ପତ୍ତି ମୁଁ ସେମାନଙ୍କ ନାଁରେ ୱିଲ୍ କରିଦେବି। ମାନେ ଭାଇ ହଁ, ସେ କହିଲେ। ମୁଁ ବି ତାଙ୍କୁ ପଚାରିଲି, ଆପଣ ସବୁ ସମ୍ପତ୍ତି ସେମାନଙ୍କ ନାଁରେ ୱିଲ୍ କରିଦେଉଛନ୍ତି, ଯଦି ଭବିଷ୍ୟତରେ ଆପଣ ସେମାନଙ୍କୁ ନ ପଚାରନ୍ତି, ଏମିତିକି ଆପଣଙ୍କର ଖାଇବେ ପିଇବା ନହେବା ପାଇଁ ଜାଗା ନଦେଇଦେଲେ, ଖାଇବାକୁ ନଦିଅନ୍ତି, ଆପଣ କରିବେ? ସେ ମତେ କହିଲେ, ସ୍ତ୍ରୀକୁ ଭଲ କରିବାକୁ ଯାଇ ଭିକ୍ଷାବୃତ୍ତି କରିବା ସ୍ୱାଦ ମୁଁ ଚାଖି ସାରିଛି। ତେଣୁ ସାରା ଜୀବନ ଭିକ ମାଗି ମାଗି ମୁଁ ଚଳିଛି। ଭାଇ କଣ ସତରେ ଏମିତି କହିଲେ? ମୁଁ କାହିଁକି ମିଛ କଥା କହିଲେ? ଆଉ ମଧ୍ୟ କହିଲେ, ମାନସିଂ ବଂଶ ଅନେକ ସମ୍ପତ୍ତିକୁ କୋର୍ଟ କଚେରୀ ମଦ ପାଣି ସେ ଖର୍ଚ୍ଚ କରିଦେଇଛନ୍ତି। ବାକି ସମ୍ପତ୍ତି ଏ ବଂଶର ଉଦୟ ଦାଦ ମାନଙ୍କର ଲେଖିଦେଇ ସେ ତାଙ୍କର କୃତକର୍ମ ପ୍ରାଚିତ କରୁଛନ୍ତି। ଯଦି ପାରିବେ ସମସ୍ତେ ମିଶି ତାକୁ କ୍ଷମା କରିବେ।
হইলা র টাইম দিল কটা বাজিল গলা পড়ে ভাজনা খাওয়া